ସୁବର୍ଣ୍ଣ ସୁଯୋଗ ଆମ୍ଭମାନଙ୍କ ଜୀବନରେ ଦେଇଥିବା ଯୋଗୁଁ ପରମେଶ୍ୱରକୁ ଧନ୍ୟବାଦ ଦିଏ। ତତ୍ସଙ୍ଗେ ସଙ୍ଗେ ଏଠାରେ ଉପସ୍ଥିତ ପ୍ରତ୍ୟେକ ଭାଇ ଭଉଣୀ ପ୍ରଭୁଙ୍କର ଦାସ ଦାସମାନଙ୍କୁ ପ୍ରତ୍ୟେକ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜଣାଏ। ଆସନ୍ତୁ ଆଜିର କ୍ଲାସ ଆମ୍ଭେମାନେ ଦେଖିବା। ଗଲାଥର ଆମ୍ଭେମାନେ already we have learned about the history of Israel on the topic of later history of Israel. Later history of Israel. କାରଣ ଅଲରେଡି ଆମ୍ଭେମାନେ ଶିଖିକି ଆସୁଅଛୁ ହିଷ୍ଟ୍ରି ଅଫ ଇସ୍ରାଏଲ ମାନେ ଇସ୍ରାଏଲର ଇତିହାସ, ଯୋଉଟା କି କହନ୍ତି ଇସ୍ରାଏଲର ଇତିହାସ। ଗଲାଥର ଆମ୍ଭେମାନେ ଯୋଉଟା କି ଶିଖିଥିଲୁ ସେଟା ହଉଛି ଇସ୍ରାଏଲ ଦେଶ। ବର୍ତ୍ତମାନ ଆମ୍ଭେମାନେ ଦେଖିବା ଜୁଡା ଦେଶ। ଜୁଡା ଦେଶର ପ୍ରଫେଟ ମାନଙ୍କ ବିଷୟରେ ଆମ୍ଭେମାନେ ଦେଖିବୁ। ଜିହୁଦା ଦେଶରେ ଯୋଉଟା କି ଲେଟର ହିଷ୍ଟ୍ରି ଅଫ ଇସ୍ରାଏଲ, ଜିହୁଦା ଦେଶର two of the most well known prophet. Okay, there are two, ମାନେ ଦୁଇ ଜଣ କେବଳ ଥିଲେ, ସେଇଟା ହଉଛି well known prophet prophesied in the southern kingdom. ମାନେ ସେମାନେ southern kingdom, already we have discussed last time, the kingdom was divided two part, ନାଇଁ କି ଆମେ ମାନେ ଶିଖିକି ଆସୁଅଛୁ ଇସ୍ରାଏଲ ଦେଶ ଦୁଇ ଭାଗରେ ବିଭକ୍ତ କରାଗଲା ବୋଲି। ଗୋଟିଏ ହଉଛି ଜିହୁଦା ଦେଶ, ଆଉ ଗୋଟେ ହଉଛି ଇସ୍ରାଏଲ ଦେଶ। ଏଇ ଇସ୍ରାଏଲ ଦେଶ ଏବଂ ଜିହୁଦା ଦେଶ, ଏଇ ଜିହୁଦା ଦେଶ ବିଷୟରେ ବର୍ତ୍ତମାନ ଆମମାନେ ଶିଖୁଛୁ। ଓକେ, we have been discussing about the different two kingdoms, and now second one we are discussing the Judah kingdom, that is a prophets, about the prophets মানে prophet ভবিষ্যৎ বক্তা ମାନଙ୍କ নিমন্তে ডিসকাস କରୁଛୁ, ଯୋଉଟା କି ଜିହୁଦା ଦେଶ ନିମନ୍ତେ, ଜିହୁଦା ଦେଶର ଭବିଷ୍ୟତ ବକ୍ତା ମାନଙ୍କୁ। ସେଇ ଜିହୁଦା ଦେଶର ଭବିଷ୍ୟତ ବକ୍ତା ମାନେ କିଏ କିଏ ଥିଲେ ମାନେ ଗୋଟେ ହଉଛି ଜିସାୟ, ଆଉ ଗୋଟେ ହଉଛି ଜେରେମିୟା। ଓକେ, ଆଇସାୟା ଆଣ୍ଡ ଜେରେମିୟା, ଏଇଟା ହଉଛି ଏମାନେ ଗୋଟେ ୱେଲ ନୋନ୍ ପ୍ରଫେଟ୍ସ। ୱେଲ ନୋନ୍ ମାନେ ଲୋକମାନେ ଜଣାଶୁଣା ଜାଣିଥିବା, ପ୍ରତ୍ୟେକ ଲୋକମାନେ ଜାଣିଥିବା ଭବିଷ୍ୟତ ବକ୍ତା ମାନେ ଥିଲେ। and they were prophesied in the southern kingdom, ଯୋଉଟା କି southern kingdom ମାନେ ଦକ୍ଷିଣ ଭାଗର କିଙ୍ଗଡମ, ସେଇଟା ହଉଛି ଜିହୁଦା ଦେଶ। ଏମାନଙ୍କର କାର୍ଯ୍ୟ ଥିଲା ଦକ୍ଷିଣ ଭାଗର ଦେଶ, ଦକ୍ଷିଣ ଭାଗର, ଯୋଉଟା କି ଜିହୁଦା ଦେଶ ବୋଲି କୁହାଯାଉଛି। ଏଇ ଦେଶରେ ଏମାନଙ୍କର କାର୍ଯ୍ୟ କଣ? ଏମାନଙ୍କର କାମ କଣ? ଭବିଷ୍ୟତ ବାଣୀ କହିବା, ଭବିଷ୍ୟତ ବାଣୀ ଜଣେଇବା, ଭବିଷ୍ୟତ ବକ୍ତା ଭାବରେ ସେମାନଙ୍କୁ ଆପଏଣ୍ଟମେଣ୍ଟ କରାଯାଇଥିଲା। ଏମାନଙ୍କୁ କୁହନ୍ତି ମେଜର ପ୍ରଫେଟ। ଏମାନଙ୍କୁ କୁହାଯାଉଛି ମେଜର ପ୍ରଫେଟ। ମେଜର ମାନେ ଯୋଉଟା କି ଅତି ମୁଖ୍ୟ ସ୍ତରରେ ସେମାନଙ୍କୁ ଆପ୍ରୋଚ କରାଯାଉଛି, ସେଇଟା ହଉଛି ମେଜର ପ୍ରଫେଟ। ଓକେ, ଜିସାୟ ଏବଂ ଜେରେମିୟା ଏଇ ଦୁଇ ଜଣ କେବଳ ମେଜର ପ୍ରଫେଟ ବୋଲି କୋଉ ଦେଶରେ, ସେଟା ଜିହୁଦା ଦେଶରେ ସେମାନଙ୍କୁ ଆପଏଣ୍ଟମେଣ୍ଟ କରାଯାଇଥିଲା। ଓକେ, so that we are seeing here, ସେଇଟା ଆମେ ମାନେ ଦେଖୁଛୁ। ଓକେ, ହେଲେ ବର୍ତ୍ତମାନ ପ୍ରଥମେ ଆମେ ମାନେ ଦେଖିବା ଜିସାୟଙ୍କ ବିଷୟରେ। ଜିସାୟଙ୍କ ବିଷୟରେ ବର୍ତ୍ତମାନ ଆମେ ମାନେ ଡିସକସ କରିବା, କାରଣ କ୍ଲାସ ଆରମ୍ଭ କରିଛୁ। but I want to request you to hold your pen and notebook ମଧ୍ୟ ରଖନ୍ତୁ, because you need to write down. Okay, Isaiah was a prophet during the reign of multiple kings. Okay, multiple kings ମାନେ ଅନେକ ରାଜା ମାନେ ଥିବା ସମୟରେ ଜିସାୟ ଭବିଷ୍ୟତ ବକ୍ତା ଥିଲେ। ଅନେକ multiple kings during the later half of the 8th century. এটা কেবে 8th century, from about 740 BC to 700 BC, 740 to 700 BC ମଧ୍ୟରେ କିଏ ଥିଲେ? ଜିସାୟ ଭବିଷ୍ୟତ ବକ୍ତା ଥିଲେ। Even we can see he won the people of Judah. ସେ ଜିହୁଦା ଦେଶର ଲୋକମାନଙ୍କୁ ୱାର୍ଣ୍ଣିଂ ଦେଇଥିଲା that they must repent or Judah will be destroyed.
ସେମାନେ କଣ କରିବାର ଆବଶ୍ୟକ? ପରିବର୍ତ୍ତନ କରିବା ଆବଶ୍ୟକ, ନ ହେଲେ ଜିଉଦା ଦେଶ ଧ୍ୱଂସ ହବ। ସୋ ଇସ୍ ମେସେଜ, ତାର ପ୍ରଚାରରେ କଣ ଥିଲା? ଗୋଟେ ୱାର୍ଣ୍ଣିଂ ମେସେଜ ଥିଲା। ୱାର୍ଣ୍ଣିଂ ଭାବରେ ମେସେଜ, ମାନେ ଅନେକ ଲୋକମାନଙ୍କର ପ୍ରଚାର ବିଭିନ୍ନ ଢଙ୍ଗରେ ଥାଏ, ବିଭିନ୍ନ ପ୍ରକାର ଥାଏ। ସେମାନଙ୍କର ଗୋଟିଏ ଗୋଟେ ସମଟାଇମ୍ କେତେକ ଲୋକମାନଙ୍କର, କେତେକ ବକ୍ତା ମାନଙ୍କର, କେତେକ ପ୍ରଚାରକ ମାନଙ୍କର ବାକ୍ୟରେ ଆମ୍ଭମାନଙ୍କ ଶରୀରରେ ଗୋଟେ ଗୁସ୍ବମ୍ ଆଣିଥାଏ। ଗୁସ୍ବମ୍ କାମେନେ ସ୍ୱରାମାତି ଉତ୍ପୁରଞ୍ଜନ ତନନ୍ତ ଏଥିଲମ୍ପ୍ରି ପନ୍ଥୋଙ୍ଗି କାଗିନ ଆଞ୍ଜନ ଦ ଲାଇଟନିଂ ଆଣ୍ଡ ଟଣ୍ଡରିଂ, ଏମିତି ସେମାନଙ୍କର ବାକ୍ୟ ଥାଏ। ଠିକ୍ ସେଇ ପ୍ରକାର ଯିଶାୟଙ୍କର ଗୋଟେ ବାକ୍ୟ, ଯିଶାୟଙ୍କର ଗୋଟେ ପ୍ରଚାର ଏବଂ ଯିଶାୟଙ୍କର ଗୋଟେ ଭବିଷ୍ୟତ ବାଣୀ ଯେତେବେଳେ କହୁଥିଲା ଜିଉଦା ଦେଶର ଲୋକମାନଙ୍କ ପାଇଁ ଚଳେଇବା ନିମନ୍ତେ, ଏବଂ ସେ କଣ ୱାର୍ଣ୍ଣିଂ ଭାବରେ ଦେଇଥିଲା। ମେସେଜ କଣ କିନ୍ତୁ ଦେଇଥିଲା? ୱାର୍ଣ୍ଣିଂ ଭାବରେ ସେମାନଙ୍କୁ ୱାର୍ଣ୍ଣିଂ ଦେଲା। କାହାକୁ ୱାର୍ଣ୍ଣିଂ ଦେଇଥିଲା? ଜିଉଦା ଦେଶର ଲୋକମାନଙ୍କୁ ୱାର୍ଣ୍ଣିଂ ଦେଲା, ଇଫ୍ ୟୁ ଆର୍ ନଟ୍ ରିପେଣ୍ଟ ୟୁ ୱିଲ୍ ବି ଡିଷ୍ଟ୍ରଏଡ୍। ଯଦି ମନ ପରିବର୍ତ୍ତନ କରିବ ନାହିଁ ତାହେଲେ ସମସ୍ତଙ୍କୁ ଧ୍ୱଂସ କରାଯିବ। That was the message by prophet Isaiah. Okay, ସେଇଟା ଗୋଟେ ଥିଲା। Even though God will punish the people if they do not repent, ଯଦି ସେମାନେ ମନ ପରିବର୍ତ୍ତନ କରନ୍ତି ନାହିଁ, ପରମେଶ୍ୱର ସେମାନଙ୍କୁ କଣ ପାନିଶମେଣ୍ଟ ଦିଅନ୍ତି। But Isaiah maintained that God would remain faithful to the promise he made to David. Engale Daudon Ayamlingan Kitungan Jipchip Bireti Kunambari Mandranjian Dirnalingan Takureti the Gamle Mandranji Dirnalingan Basueti the Gamle Poromeshor মানে ଯିଶାୟଙ୍କର ଗୋଟେ ଉଦ୍ଦେଶ୍ୟ କଣ ଥିଲା? ଦାଉଦଙ୍କ ସମୟରୁ ଯେପରିକି ସେମାନେ ବିଶ୍ୱସ୍ତରେ ଥିଲେ ଏବଂ ବିଶ୍ୱାସରେ ଥିଲେ, ଠିକ୍ ସେଇ ପ୍ରକାର ସେମାନେ ବିଶ୍ୱସ୍ତ ଏବଂ ବିଶ୍ୱାସରେ ରୁହନ୍ତୁ ବୋଲି ତାର ଗୋଟେ ପ୍ରଚାର ଥିଲା, ଯେ ୱାର୍ଣ୍ଣିଂ ଭାବରେ ସେ ପ୍ରଚାର କରେ। ୱାର୍ଣ୍ଣିଂ ମାନେ ସେମାନଙ୍କୁ ଗୋଟେ ୱାର୍ଣ୍ଣିଂ and Isaiah claimed that after being punished, a remnant of Judah will return to Jerusalem and establish a new kingdom. এইটা হচ্ছে জুডা কি সেমানে যদি রিপেন্ট, মানে সেমানে যদি মন পরিবর্তন করিবে না, আফটার বিং ফানিশড নাই কি সেমানଙ୍କର জেরুসালেমে কোন নিউ কিংডম উইল বি এস্টাবলিশড if you get the punishment. এটা he was so serious about this idea. এই আইডিয়ারে সে গোটে অনেক বহুত সিরিয়াস ছিল, and he named his first son Shear Jasub. তার প্রথম সন্তানর নাম কোন ଥିଲା? Shear Jasub, which means Aretna shall return. এটা হচ্ছে তার সন্তানর নাম প্রথমে, কার? ଯିଶାୟଙ୍କର ପ୍ରଥମ ସନ୍ତାନର ନାମ। ଓକେ, ସୋ ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆପଣମାନଙ୍କର ଭଲ ନେଟୱାର୍କ ଅଛି ତାହେଲେ ୟୁ କ୍ୟାନ୍ ଓପନ୍ ୟୋର ଭିଡିଓ ଆଣ୍ଡ ସି, ଆଇ କ୍ୟାନ୍ ସି ୟୁ। ଓକେ, ଆପଣମାନଙ୍କର ଭିଡିଓ ବି ମୁଁ ଦେଖିପାରେ, ଦେନ୍ ଆଇ କ୍ୟାନ୍ ଫିଲ୍ ଦ୍ୟାଟ୍ ଆଇ ଆମ୍ ଟେକିଂ ଦ କ୍ଲାସ୍। ସୋ ପ୍ଲିଜ୍, ଓକେ, ୱିଥାଉଟ୍ ହେସିଟେସନ୍ ୟୁ କ୍ୟାନ୍ ଓପନ୍ ୟୋର ଭିଡିଓ। ଦେନ୍ যদি ଆପଣମାନଙ୍କୁ କିଏ ଯଦି ପ୍ରଶ୍ନ ପଚାରିବେ ଯିଶାୟଙ୍କର ପ୍ରଥମ ସନ୍ତାନର ନାମ କଣ ଥିଲା ବୋଲି, କଣ କହିବ? Shear Yashub, which means what is the meaning? Meaning যদি ପଚାରିବେ କଣ? Aremnath shall return. ତାର ଅର୍ଥ କଣ? ମାନେ ଯଦି ଜିଉଦାର ଲୋକମାନେ ପରିବର୍ତ୍ତନ ହେଇକି ବିଶ୍ୱାସରେ ସେମାନେ ରୁହନ୍ତି, ତାହେଲେ ସେମାନଙ୍କର ଜେରୁସାଲେମର ନୂତନ କିଙ୍ଗଡମ, ନୂତନ କଣ ସିଂହାସନ କି ନୂତନ ରାଜା, ମାନେ ଗୋଟେ ସିଂହାସନ ବସିବ। ତାର ଅର୍ଥ ସେଇଥିପାଇଁ ତାର ସନ୍ତାନଙ୍କର ନାମ ମଧ୍ୟ ସେମିତି ଦେଇଥିଲା। ଓକେ, ଦେନ୍ ନାଉ
Isaiah is the best source of information regarding the rule of the Messiah. ଦେଖନ୍ତୁ ଏଠି ଆମେ ମାନେ ପ୍ରଥମେ ଯିଶାୟଙ୍କ ବିଷୟରେ ଯେତେବେଳେ ଆମେ ମାନେ ପଠନ କରୁଛୁ, ଯିଶାୟଙ୍କ ବିଷୟରେ ଯେତେବେଳେ ଆମେ ମାନେ ଧ୍ୟାନ କରୁଛୁ, ସେଇଠି ଆମେ ମାନେ ବେଷ୍ଟ ରୁଲ ଆମେ ମାନେ ଦେଖୁଛୁ ଯାହା କାହାର ମେସେୟା ବିଷୟରେ, ମେସେୟା ମାନେ ଯୀଶୁଙ୍କ ବିଷୟରେ ସେ ଭବିଷ୍ୟତବାଣୀ କହିଥିଲେ ଯୀଶୁଙ୍କ ବିଷୟରେ। When we read in the book of Isaiah, like there shall come forth a shoot from the stump of Jesse, ଯୀଶୁଙ୍କ ଦ୍ୱାରା ଆସିବ, ସେଟା ହଉଛି ଆଇସାୟା 11 ର 1 ପଦ ପଠନ କରନ୍ତୁ, କିଏ ଯଦି ପାଇଛନ୍ତି ପଠନ କରନ୍ତୁ। ଯିଶାୟ 11 ର 1 ପଦ। ଅନନ୍ତର ଯୀଶୁର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ। ଓକେ, ଯୀଶୁଙ୍କର ମାନେ ଯୀଶୁଙ୍କର କଣ ବଂଶରୁ ଗୋଟିଏ ନୂତନ ସନ୍ତାନ ଜାତ ହବ। ସେ କିଏ? That is, we can see Isaiah, ଯିଶାୟ 9 ଅଧ୍ୟାୟରେ ପଠନ କର। 9 ଅଧ୍ୟାୟ କେତେରେ ଲେଖାଯାଇଛି ଯୀଶୁଙ୍କର ବିଷୟ ପଠନ କର। ଯିଶାୟ 9 ଅଧ୍ୟାୟ 9 ର 6 ପଦରେ ପଠନ କରନ୍ତୁ। କାରଣ ଆମମାନଙ୍କ ନିମନ୍ତେ ପଠନ କର। ପଠନ କରନ୍ତୁ ଭାଇ। ପଠନ କରିବା। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ତୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଶାନ୍ତି ରାଜା ହବ। So that means ଯିଶାୟ ପୁସ୍ତକରେ ଆପଣମାନେ ଅତି ସୁନ୍ଦର ଭାବରେ ଦେଖୁଛୁ ଯୀଶୁଙ୍କର ଭବିଷ୍ୟତବାଣୀ, ଯୀଶୁଙ୍କ ବିଷୟ ନାଇଁ କି? ଯୀଶୁଙ୍କ ବିଷୟରେ ଏଠି କଣ ଭବିଷ୍ୟତବାଣୀ କରାଯାଇଛି। Says that a child who will be known as the Prince of Peace will come from Galilee, ମାନେ ଗାଲିଲୀରୁ ଜନ୍ମ ହବ, ସେ ହେଉଛନ୍ତି ଶାନ୍ତିର ରାଜା, ଶାନ୍ତିର ରାଜା। This is the one remedy that given by Isaiah. ଏଇଟା ଗୋଟେ ସିମ୍ବଲ ଯୋଉଟା କି ଆମେ ମାନେ ଦେଖୁଛୁ ପ୍ରପର ରୁଲ ଦେଖୁଛୁ, ପ୍ରପର ରୁଲ he gave to whom we have to repent. ତାର ଅର୍ଥ କଣ? ସେ ଯେତେବେଳେ ପ୍ରଚାର କରୁଥିଲା, ଯେତେବେଳେ ସେ ବାକ୍ୟ କହୁଥିଲା, ପରିବର୍ତ୍ତନ ବିଷୟରେ ଅନେକ ଥର ସେ ୟୁଜ କରିଛି। ପରିବର୍ତ୍ତନର ବିଷୟ ଯେତେବେଳେ ୟୁଜ କରିଛି, whom they have to repent, whom they have to repent, ତାପରେ ସେ ଗୋଟେ କଣ ୟୁଜ କରିଛି, କଣ ଯୀଶୁଙ୍କ ବିଷୟରେ ମଧ୍ୟ ଏକ୍ସାମ୍ପଲ ଏଠି ୟୁଜ କରିଛି। ମାନେ ଗୋଟିଏ ସନ୍ତାନ ଜନ୍ମ ହବ, ସେଟା ହଉଛି ଯୀଶୁଙ୍କର ବଂଶରୁ ଜାତ ହବ, ଦାଉଦଙ୍କ ମାନେ ବଂଶରୁ ଜାତ ହବ, ସେ ହଉଛନ୍ତି ମେସିଆ, ମାନେ one who going to come, ଯିଏ ଆସୁଅଛନ୍ତି। So that was his prophecy, ନାଇଁ କି? That was his prophecy. Even ଯିଶାୟ 7 ର 14 ପଠନ କରନ୍ତୁ, କଣ ଲେଖାଯାଇଛି? 7 ର 14 କରିବା। ଏହେତୁ ପ୍ରଭୁ ଆପେ ତୁମମାନଙ୍କୁ ଏକ ଚିହ୍ନ ଦେବେ, ଦେଖ ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ, ଆମ୍ଭମାନଙ୍କ ସହିତ ପରମେଶ୍ୱର ରଖିବ। ତାହାଙ୍କର ନାମ ଇମାନୁଏଲ, ଆମ୍ଭମାନଙ୍କ ସହିତ ପରମେଶ୍ୱର ରଖିବ। So is one of the most famous, ଏଟା ହଉଛି one of the most famous line about the Messiah. ମାନେ ମେସିଆଙ୍କ ବିଷୟରେ ଏଇ ସମୟରେ ଯୀଶୁ ବୋଲି ନାମ ଦିଆଯାଇ ନଥିଲା, କାରଣ ସେ ସମୟରେ କଣ ନାମ ହବ କିଏ ଜାଣିନଥିଲେ। ବିକଜ ବାଇ ଦ ଟାଇମ ଆଇସାୟା ମାନେ ଯିଶାୟ କଣ ସେ ଭବିଷ୍ୟତବାଣୀ କରୁଥିଲା ଗୋଟେ ମେସିଆ, ଇମାନୁଏଲ, ଶାନ୍ତିର ରାଜା। ଆମେମାନେ ଦେଖୁଛୁ କେତେ ପ୍ରକାର ନାମ ଦିଆଯାଇଥିଲା, ନାଇଁ କି? କେତେ ପ୍ରକାର ନାମ ଦିଆଯାଇଥିଲା। ଠିକ ସେଇ ପ୍ରକାର ଏଠି ଆମେମାନେ 9 ର 6ରେ ଆମେମାନେ ପଠନ କଲୁ, କଣ କେତେ ପ୍ରକାର ନାମ ଦିଆଯାଇଛି। ପ୍ରଥମେ, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି,
ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ କଣ ଲେଖାଯାଇଛି ପଠନ କରନ୍ତୁ ଜଷ୍ଟ ଆଇ ୱାଣ୍ଟ ଟୁ ନୋ ହାଉ ମେନି ନେମ୍ ତାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ ପରାକ୍ରାନ୍ତ ପରମେଶ୍ୱର ଅନନ୍ତକାଳୀନ ପିତା ଏବଂ ଶାନ୍ତି ରାଜା ଏଠି କେତେଟା ନାମ ଦିଆଯାଇଛି ପାଞ୍ଚଟି ନାମ ଦିଆଯାଇଛି 5 names you can see here ଓକେ ଯୀଶୁଙ୍କର ନାମ ପାଞ୍ଚଟି ନାମ ଏଠି ଦିଆଯାଇଛି ଏବଂ 7:14 ମଧ୍ୟ ଦେଖୁଛୁ କଣ ଇମାନୁଏଲ ବୋଲି ଦିଆଯାଇଛି so there is a different name has given to give to clear evidence to repent to the people gameda manranchi apyar jina bin apsele buti namang ayat jil bidati wana akitunga dong adir na bidati যদি না এর চিলিন যে বুথিম বাতি সনেইডা দেতি বুথিম বাতি বিসারা দেতি এটা ক্লিয়ার জানিবা নিমন্তে জিসায় ভবিষ্যৎ বক্তা এই গুটে বাক্য গুড়াক সে यूज କରୁଥିଲା ମାନେ ଭବିଷ୍ୟତରେ ଆସୁଅଛନ୍ତି ଭବିଷ୍ୟତରେ ଆସୁଅଛନ୍ତି therefore the Lord himself shall give you a sign behold a young woman shall conceive a bear a son and shall call his name Emmanuel এটা আমরা মানে পঠন করব so that is how we are seeing the clear evidence about the Jesus ନାଇକି ଯୀଶୁଙ୍କ ବିଷୟରେ ଆପଣମାନେ ଉତ୍ତମ ଭାବରେ ଦେଖନ୍ତୁ ଆହୁରି ଏଠି ଦେଖିବା ଯିଶାୟ ଭବିଷ୍ୟତ ବକ୍ତା in Christianity ମାନେ ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ କଣ there are some important things ନାଇକି Isaiah songs of the suffering servant ଦେଖନ୍ତୁ songs of the suffering servant gamende aboy kanal kallingan adukutin abuanta are very important the servant is believed to be Jesus Christ the serpent gamende allen about Christu maranti ଖ୍ରୀଷ୍ଟିଆନ ଜୀବନ ହଉଛି ପ୍ରିୟ ଭାଇ ଭଉଣୀ ମାନେ ଜାଣି ରଖନ୍ତୁ ଖ୍ରୀଷ୍ଟିଆନ ଜୀବନ ହଉଛି ଗୋଟେ ଗୋଲାପର ସେଚ ପରି ନାହିଁ ଗୋଟେ କଣ୍ଟକମୟ ସଦୃଶ କାହିଁକି ନା ଖ୍ରୀଷ୍ଟିଆନ ଜୀବନରେ ଅନେକ ଦୁଃଖ କ୍ଲେଶ ତାଡ଼ନା ପରୀକ୍ଷା ପ୍ରଲୋଭନ ସବୁ ଆସିଥାଏ ମୁଁ ଥରେ ଗୋଟେ ଜାଗାକୁ ଯାଇଥିଲି ଏବଂ ସୁମାରକ ଗାର୍ବିର ଆନାତ ଗାର୍ବିର ଭାଇ Jabrina ya piki kuna amanta puna pula gamu jaki amang garbi raire na piki ateng lasungan. Amang garbi raire na piki ateng lasung itu nalu mai pam. Then I did not have any idea to tell to them. Only I said one thing. Ada only ngan ada kulina sonum ji bayar na dung lebih nak selalu tirin jasa na angin sutra. Atas selambir setelah du gambar garbi na bah. Gambar ni ada only ngan putin deku sonum je deku. ସେମାନେ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ବାହାରକୁ ଆସିପାରୁନା ଆମ୍ବି ସତେ ଗାର୍ଡେନ ବରଡୁ ଗାମ ରେ ବାଇରାନ ତୁତେ that is the sometime what I am being like manran gardi one day garpir pam pingi pinto sanama kana ber osatan alrasunga କାହିଁକି ଆହୁରି କାରଣ ତାଙ୍କର ଶରୀର ଭିତରେ ଭୂତ ପ୍ରେତ ଏମାନେ ଥିବା ଯୋଗୁଁ ଯେତେବେଳେ ପ୍ରାର୍ଥନା କରିବା ଲୋକମାନେ ଗାର୍ବିର ଖୋଜେ ନାହିଁ ସନୁମାନ ଜାଣିନାହାନ୍ତି ବାଇରାନ ଦିନ ବି ତିନିଛି ସାଇଲେଣ୍ଟ ରହୁନାହାନ୍ତି ତିନିଛି ସେ ସମୟରେ ସେମାନଙ୍କର ଶରୀର ପୁରା କଣ ହବ ମାନେ ବିଭିନ୍ନ ପ୍ରକାର ଜ୍ୱର ମଧ୍ୟ ଆସିଥାଏ ସେମାନେ ଆଉ ତିନି ଦୁର୍ଗ ବି ନସେନ এটা ମାତ୍ର ଜାଣି ରଖନ୍ତୁ so that's what here we are seeing that suffering servant okay why I said the song described the plight of the man called to be a servant of the Lord. Okay. Kitungan abuantan sila kaninan, itingam gamenden, and lead the nation. However, he is horribly abused. Okay. जो माने प्रभुंकर दास माने गुटे देश को गुटे कंट्री को गुटे गाहा को गुटे समाज को से माने कड़ाई नियंती से माने कड़ाई नेबा समय अनेक अब्यूज हासिताए पनीर डोंगा kani kuni ijapo marangi kani kuni japo even ateng pastor jado na sanggim waktu kapan lilingo waktu karno punya nyadang barang lemda sanggim kain ke ja koi thai iti lekha je clearly lekha jai chi because they will be horribly abused sonuman nai ki bangsa bin na isme
Sodom bangsa du nani semen asan naik Sodom manran jadong operate kori asang gimbina set Sodom butina dong operate sete manran jadong jahari podore semane ପ୍ରଭୁଙ୍କର ଦାସ ମାନଙ୍କୁ କଣ କାନି କୁନି ଗାମରେ ଦୋଷା ଲୁମେଥିନ ବାବାରା ଲୁମେଥିନ ଗାମରେ ଦୋଷା ଏ ଯାକ ଯୀଶୁ ଯୋଉଟା କରିନଥିଲା ଯୀଶୁ ଯେତେବେଳେ ପାପୀ ମାନଙ୍କ ଘରକୁ ଯାଇଥିଲା ଓଏ ସେ ଯୀଶୁ ପାପୀ ମାନଙ୍କ ଘରକୁ ଯାଉଛି ଆଉ ମଧୁଆ ମାନଙ୍କ ଘରକୁ ଯାଉଛି ସେମାନଙ୍କ ସହିତ ଭୋଜନ କରୁଛି ଗାମରେ ଆକ୍ଚୁଆଲି ଯୀଶୁ କଣ କହିଥିଲେ କରନ୍ତି ପୁସ୍ତକରେ ଲେଖା ଯାଇଛି କଣ ବୋଲି ଯୀଶୁ ପୃଥିବୀକୁ ଆସିଥିଲେ କଣ ପାପୀ ମାନଙ୍କୁ ଉଦ୍ଧାର କରି ଧାର୍ମିକ ଗଣିତ କରେଇବା ନିମନ୍ତେ ପାପୀ ମାନଙ୍କୁ ଧ୍ୱଂସ କରିବା ନିମନ୍ତେ ଆସିନଥିଲେ ପାପୀ ମାନଙ୍କୁ ରକ୍ଷା କରିବା ପାଇଁ ଆସିଥିଲେ ସେଇଥିପାଇଁ ସେ ଯେତେବେଳେ ସେବା କାର୍ଯ୍ୟ କରୁଥିଲା ଯେତେବେଳେ ସେ ମିନିଷ୍ଟ୍ରି କରୁଥିଲା ପାପୀ ମାନଙ୍କ ଗ୍ରହକୁ ଯାଇଥିଲା ଏବଂ ଏଇପରି କର ଆଦାୟକାରୀ ମାନଙ୍କ ସହିତ ବସିଥିଲା ଏବଂ ଏଇପରି ଅନେକ ଲୋକମାନଙ୍କ ସହିତ ଯାଇଥିଲା ସେ ସମୟରେ ଲୋକମାନେ ଆବ୍ୟୁଜ କରିଥିଲେ ଯୀଶୁଙ୍କୁ କଣ ବୋଲି ଆବ୍ୟୁଜ କରୁଥିଲେ ମାନେ ଯୀଶୁ ମଧୁଆ ମାନଙ୍କୁ ଘରକୁ ଯାଉଥିଲା ସେମିତି ଲେଖାଯାଇଛି ଆକ୍ଚୁଆଲି ସେ ମଧୁଆ ମାନଙ୍କ ଘରକୁ ତାର ଅର୍ଥ ସେମାନଙ୍କୁ ରକ୍ଷା କରିବା ପାଇଁ ଯେତେବେଳେ ଯକ୍ଷଙ୍କ ଘରକୁ ଯାଇଥିଲା ଲୋକମାନେ କହୁଥିଲେ ଯକ୍ଷ କଣ ସେ ଗୋଟେ କର ଆଦାୟକାରୀ ଥିଲା ଜିରିକ ନଗରର କଣ କର ଆଦାୟକାରୀ ଥିଲେ ତାକୁ ଆବ୍ୟୁଜ କରୁଥିଲେ ଯୀଶୁଙ୍କୁ ମଧ୍ୟ ସେମାନେ ଆବ୍ୟୁଜ କରୁଥିଲେ କୋଉମାନେ ସାଧୁକି ପାରୁସି ମାନେ ନାଇଁ ସାଧୁକି ଏବଂ ପାରୁସିସ୍ ମାନେ ସେମାନେ କାହାକୁ ଆବ୍ୟୁଜ କରୁଥିଲେ ଯୀଶୁଙ୍କୁ ଆବ୍ୟୁଜ କରୁଥିଲେ ଯକ୍ଷ ଗୋଟେ କର ଆଦାୟକାରୀ ସେ ଗୋଟେ କଣ ଅନ୍ୟାୟରେ ଟଙ୍କା ନିଏ ଅନ୍ୟାୟରେ ଲୋକମାନଙ୍କୁ ଟକି ଦିଏ ସେମିତିକା ଲୋକମାନଙ୍କ ଘରକୁ କାହିଁକି ଯାଇଥିଲା that's why so when we do the ministry ପ୍ରିୟ ଭାଇ ଭଉଣୀ ମାନେ ଯେତେବେଳେ ଆମେ ମାନେ ପ୍ରଭୁଙ୍କ ବାକ୍ୟ ଶିଖିବା ପ୍ରଭୁଙ୍କ ବାଇବଲ ଧରିବା ଲୋକମାନେ କାନି କୁନଗାନ ବାଆଙ୍ଗଲତି ama ang tingin sa gamle allen takulim bilder na ti kebrebe spirituality growth abe man paiba आत्मिक घटन एवं आत्मिक रे आम माने आगको बढ़ी पारबा but we have to ignore आम माने किछिटा विषय गुडा को स्किप करिकि आगको बढ़बाटा हबो the servant then offer himself sacrifice देखो निजर शरीर गोटे प्रभुंकर दास निजर शरीर लोक मानक पई देइथा फॉर एग्जांपल पल्लीदिने पास्टर जे सेमानकर समय नष्ट करिकि आंभ मानक पई सेमाने पास्टर हेचंती सेमाने नष्ट करिकि आंभ मानक पई आसो मंत्रान जकलमथि बा आंखि कानी कुनदा काहीकि मु एटा कहूची इथि जुदा पॉइंट आसी से विषय को कहबा पई चाहो they give themselves sacrifice सेमाने आमगंज असुल डाकुली चलते परिश्वान डाकुली चलते कुकुल डाकुली चलते सेमाने सुगर पेशेंट हेतिले मध्य डायबिटीज थिले मध्य ओके बीपी नंबर बीके आरोग्य जे डाकुली चलते सेमाने पड़ो मनरांची सने इरन डेडोंगे थिते गामले सेमानकर समय बाहर करिकि आंभ मानक पई राति हो दिन हो सेमाने आसनी दिस इज कॉल्ड himself offering aninchi anindamanchi adong kitu namang kitam and accept punishment tapar semane iti punishment ku motyo jatachi for others bigran jab sele aninchi damanti sele danusan jataji ijapo engalo jisu आम्भमानଙ୍କର पाप निमंते कोन क्रुसापित हेतिले निजर शरीर को देइथिले निजर रक्त देइथिले का निमंते आंभमान को रक्षा करिबा निमंते we supposed to die in the end apna kudingan he will be rewarded itunganna ado onji it is jate unul kujatu there are 4 of these songs ye bogade mu tilabina padi pai kana reference ji kinola ambin idola mangina pai to gambe bindu puthi jama pai assignment ta deithili labe aimla kekina kanaba kekina ni jisayo
କଣ 42 1 to 4 ନାଇଁ କି ଏଟା 42 ଅଧ୍ୟାୟ 1 ରୁ 4 ପଦ ପର୍ଯ୍ୟନ୍ତ ଗୋଟେ ଗୀତ ତାପରେ 49 ଅଧ୍ୟାୟ ନାଇଁ କି 1 ରୁ 6 50 ଅଧ୍ୟାୟ 4 ରୁ 10 ଏବଂ 53 ଚାପ୍ଟର ଏତିକି ମୁଁ କହିଥିଲି ସେ ନାଇଁ କି ବଗାଟେ କେମିତି ଏଠି ଯାଇ ମୁଁ ଅସୁବିଧା ପାଇଥାଏ ତାପରେ ଲାଷ୍ଟରେ ଏଇଟା କଣ ଦେଇଥିଲି ପଠନ କରିକି ଆପଣ ମାନେ କଣ ବୁଝୁଛନ୍ତି ସେଇଟା ଆପଣଙ୍କର ଭାଷାରେ ଲେଖିକି ପଠାନ୍ତୁ ବୋଲି ମୁଁ କହିଥିଲି କିନ୍ତୁ ବୁଝିବା ନ ପାଇଲା ଦୁଃଖର ବିଷୟ ହେଇଯାଉ ଯାହା ହଉ ପ୍ରଭୁଙ୍କର ଅନୁଗ୍ରହରେ କିଏ ଲେଖିନାହାନ୍ତି ଆଜିଠୁ ଲେଖିବା ପାଇଁ ଚେଷ୍ଟା କରନ୍ତୁ ହେଲା କି ସମୟ ବାହାର କରିକି ସୋ ଏଇଠି ଦେଖନ୍ତୁ the most famous is the 53 ହେଲା 53 ର ବହୁତ ଭଲ ବିଷୟରେ ଲେଖାଯାଇଛି ସେଟା ମଧ୍ୟ ପଠନ କରିକି ଆପଣ ମାନେ ବୁଝିକି ଆପଣଙ୍କର ଭାଷା अग्रांगम सोरान ओडे उड़ियान ओडिकिन आवाजते बाकी आगलनु तभी नीति नंबर गलनु तभी सेमिति लेखिकी एक्सप्लेन माने लेखिकी पठन ताहेले मु जानी पारबी आपण माने पठन कले कि ना ओके which is believed to foretell Christ passion ओके ए विषय रे माने ख्रीष्टन को विषय रे लेखा जायछि एक्चुअली 53 इज द ख्रीष्टन को विषय लेखा जायछि 53 रो पठन करंतु 1 2 अध्याय 1 2 पद 53 माने 53 रो 1 2 ଆମମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିର ଉତ୍ପନ୍ନ ମୂଳ ତୁଲ୍ୟ ବଢିଲେ ତାହାଙ୍କର ରୂପ କି ଶୋଭା ନାହିଁ ପୁଣି ତାହାଙ୍କୁ ଦେଖିଲେ ଆମମାନେ ଯେ ଶ୍ରଦ୍ଧା କରିବା ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ ଏଇଟା ହଉଛି ଯୀଶୁଙ୍କର ବିଷୟ ଲେଖା ଯାଇଛି ଏଇ 53 ଅଧ୍ୟାୟ ସମ୍ପୂର୍ଣ୍ଣ 1 ରୁ ଲାଷ୍ଟ ପର୍ଯ୍ୟନ୍ତ ଯୀଶୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ହେଲା କି ଯୋଉଟା ମୁଁ ଦେଇଛି 42 ତାପରେ 42 1 to 4 49 1 to 6 ଆଉ 50 4 to 9 ଆଉ 53 ଏତିକି ଭଲରେ ପଠନ କରିକି ଆପଣ ମାନଙ୍କର ଭାଷାରେ ଲେଖିକି ମତେ ପଠେଇବେ ହେଲା ହେଲେ ଯାଇ ମୁଁ ଜାଣିବି ଯେ ଆପଣ ମାନେ ପଠନ କଲେ ଏବଂ ବୁଝି ପାରିଲେ ଏବଂ ପଠଉଛନ୍ତି ବୋଲି I can understand ओके सो एटा होची जीसुଙ୍କ विषୟରେ ବର୍ଣ୍ଣନା କରାଯାଇଛି ଏତିକି verse ଗୁଡାକ ଗୋଟେ जीसुଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି କଣ ବୋଲି ବର୍ଣ୍ଣନା କରାଯାଇଛି ଏବଂ ଆପଣ ମାନେ କଣ ବୋଲି ବୁଝିଲେ ସେଇଟା ଲେଖିକି ମତେ ପଠାନ୍ତୁ ଓଡ଼ିଆରେ ବି ଲେଖନ୍ତୁ ସରାରେ ବି ଲେଖନ୍ତୁ କି ଇଂଲିଶରେ ବି ଲେଖନ୍ତୁ I must understand ओके so I want to know that you have sent okay next ଆମେ ଦେଖିବା next होची reform of Josiah जोसिया किए थिले के जानि छथि जोसिया किए जोसिया औची किए ओके चल आफ्टर आइसाया डेथ माने जिसायंकर मरण परे देखो जिसायंकर मरण परे किंग मनोसी माने मनोसी राजा took the turn and was very wicked देखो मनोसी केमितिका लोक थिले से होची बहुत दुष्टामी लोक थिले मनोसी गोटे दुष्टामी राजा थिले very wicked he worshipped idols and burned his own son as an offering से गोटे मूर्ति पूजक थिले एवं निजर संतान को मध्य कोन नियारे पुड़े की कोन करथिला से निजर संतान निजर पुओ को नियारे पुड़े की कोन ऑफरिंग भडिया माने परमेश्वर को मु ऑफरिंग दउछि बोली से निजे निजको से बाबू थे माने आई एम द ग्रेट पर्सन ही वाज फीलिंग लाइक दैट मु जणे महान व्यक्ति बोली तार गोटे आचरण थिला तार गोटे कैरेक्टर थिला कार कैरेक्टर मनोस ओके ही वाज कैप्चर्ड बाय द आइसिरियन एंड टेकन हेवे आइसिरिया माने कैप्चर करिकी कोन बट ही प्रेड टू गॉड एंड वाज ब्रॉट बैक टू जेरूसलम जेते बेले आइसिरिया लोक माने जेरूसलम को कैप्चर करथिले जेरूसलम को से माने कब्जा करूथिले को माने कब्जा करथिले आइसिरिया माने पर से प्रभुंकटारे प्रार्थना करिकि जेरूसलम को मध्य रिटर्न आनि के मनोस ही वाज चेंज माने से परिवर्तन हुई देखंतु प्रथमे कोन थिला से
ମୂର୍ତ୍ତି ପୂଜକ ଥିଲା। ତାପରେ ନିଜର ପୁଅକୁ ମଧ୍ୟ ସେ କଣ ନିଆଁରେ ଅଗ୍ନିରେ ସେ କଣ କରିଥିଲା ଅଫରିଂ ଦେଇଥିଲା ପ୍ରଭୁଙ୍କୁ। ତାପରେ ପରେ ସେ ପରିବର୍ତ୍ତନ ହୋଇ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରି ଜେରୁସାଲେମକୁ କଣ କରିଥିଲା ରିଟର୍ନ ଆଣିଥିଲା। କାହାର ଅସ୍ତରୁ? ଆଇସିରିଆ ମାନଙ୍କର ଅସ୍ତରୁ। ଆଇସିରିଆ ମାନଙ୍କର ଅସ୍ତରୁ। He was changed man and he became a very good and faithful king who got right of the paganism। ସେ ଗୋଟେ ମାନେ ବହୁତ ଭଲ ଲୋକ ଥିଲେ ଏବଂ ଫେଥଫୁଲ ବିଶ୍ୱସ୍ତ ଲୋକ ଥିଲେ, ବିଶ୍ୱସ୍ତ ରାଜା ଥିଲେ ଏବଂ ଜେରୁସାଲେମକୁ ମଧ୍ୟ ସେ ରିଟର୍ନ ଆଣିଥିଲେ। ଆଫ୍ଟର ମନୋସି ମଲା ପରେ ଆଉ କିଏ କେମ୍? ଆମନ ଆସିଥିଲେ। ଆମନ ହୁ ବ୍ରଟ୍ ପାଗାନିଜମ, ମାନେ ଗୋଟେ ପାଗାନିଜମ ବୋଲି अब ସେଠି ନିୟମ ରଖାଗଲା। ସେଇଟା ଆଣିଲା ପରେ ବ୍ୟାକ୍ ଟୁ ଜୁଡା ଦେଶ ମଧ୍ୟ ସେମାନେ ରିଟର୍ନ ଆଣିଲେ। ମାନେ ଜେରୁସାଲେମ ହଉଛି କୋଉ ଦେଶ ଭିତରେ ଅଛି? ଇସ୍ରାଏଲ ଦେଶ ଭିତରେ ନା ଜିହୁଦା ଦେଶ ଭିତରେ? ସୋ ଜିହୁଦା ଦେଶ ଭିତରେ ଜେରୁସାଲେମ ଅଛି, ନଟ୍ ଇନ୍ ଇସ୍ରାଏଲ। ଓକେ, ନଟ୍ ଇନ୍ ଇସ୍ରାଏଲ। ଇସ୍ରାଏଲ ଦେଶ ଭିତରେ ନାହିଁ, ଜିହୁଦା ଦେଶ ଭିତରେ। ସୋ ଜିହୁଦା ଦେଶରେ ନାଇଁ କି କ୍ୟାପିଟାଲ ହଉଛି ଜେରୁସାଲେମ। ହେଲେ ଜେରୁସାଲେମ ଯେତେବେଳେ କବ୍ଜା କରିଥିଲେ କା ଦ୍ୱାରା? ଆଇସିରିଆ ମାନଙ୍କ ଦ୍ୱାରା। ଯେତେବେଳେ ସେମାନେ କବ୍ଜା କରିଥିଲେ, ମନୋସି ପରିବର୍ତ୍ତନ ହୋଇ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିକି ଜେରୁସାଲେମକୁ ରିଟର୍ନ ଆଣିଥିଲା। କିନ୍ତୁ ଜିହୁଦା ଦେଶକୁ ରିଟର୍ନ ଆଣି ନଥିଲା, ଓନ୍ଲି ଜେରୁସାଲେମ। ମନେ ରଖନ୍ତୁ, ଓନ୍ଲି ଜେରୁସାଲେମ। ଆଉ ମନୋସି ଗଲା ପରେ ଆଉ ଗୋଟିଏ କିଙ୍ଗ କିଏ ଆସିଥିଲେ? ଆମନ ଆସିଥିଲେ, who brought the paganism back to Judah। ମାନେ ଜିହୁଦା ଦେଶକୁ ସେ ରିଟର୍ନ ଆଣିଥିଲା। ତାର ଅର୍ଥ କମ୍ପ୍ଲିଟ ଜିହୁଦା ଦେଶ ଜେରୁସାଲେମ ସହିତ ମଧ୍ୟ କିଏ? ଆମନ। ବଟ୍ ଦେନ୍ ଦ କେମ୍ ଯୋସିଆ। ତାପରେ କିଏ ଆସିଥିଲା? ଯୋସିଆ ଆସିଥିଲା। ଆମନ ପରେ କିଏ? ଯୋସିଆ, who is famous for his religious reform। ମାନେ ପ୍ରଭୁଙ୍କୁ କେମିତି ସେବା କରିବାକୁ ପଡିବ, ନାଇଁ କି ପରମେଶ୍ୱରଙ୍କୁ କେମିତି ସେବା କରିବାକୁ ପଡିବ, ପରମେଶ୍ୱରଙ୍କ ଠାରେ କେମିତି ଆମେମାନେ ରହିବାକୁ ପଡିବ। ହି ୱାଜ ଇଣ୍ଟାୟାରଲି ଚେଞ୍ଜ ଦ ସିନାରିଓ କିଏ ଚେଞ୍ଜ କଲା? ଯୋସିଆ। ଏଟା ମନେ ରଖନ୍ତୁ, ଯୋସିଆ ଚେଞ୍ଜ କଲା। ତାର ଅର୍ଥ ହି ରିଫର୍ମ। ୱାନ୍ ସେକେଣ୍ଡ, ହି ରିଫର୍ମ ର ଅର୍ଥ କଣ? କିଏ କହିବେ କି ରିଫର୍ମ ର ଅର୍ଥ କଣ? What is the meaning of reform? So I am asking the few questions, lots of in the class. Maybe you are feeling very bad. Still then I have to ask, because you must know. What is the meaning of reform? Reform ର ଅର୍ଥ କଣ? ରିଫର୍ମ ର ଅର୍ଥ ହଉଛି ଗୋଟିଏ ଜିନିଷକୁ ଆଉ ସେଇଟା ରିଫର୍ମ କରିକି ପୁନର୍ବାର ଗଠନ କରିକି ଆଉ ନୂତନ କରେଇବା, ସେଇଟା ହଉଛି ରିଫର୍ମ। ଦେଖନ୍ତୁ, ଗୋଟେ ଅଏଲ ଅଛି, ତେଲ ଗୋଟେ ଅଛି, ସେଟା ହଉଛି ରିଫାଇଣ୍ଡ ଅଏଲ। କାହିଁକି କହନ୍ତି? ସେଟା ହଉଛି ପାଇନ ତେଲକୁ, ପାଇନ ଅଏଲକୁ ଆହୁରି ସେ ପାଇନ ଅଏଲକୁ ନେଇକି ଆଉ ସେ ଯୋଉ ମିଲିଂ ଏରିଆରେ ନେଇକି ନାଇଁ କଣ କରିବେ? ସେଟା ଆହୁରି ମିଲିଂ କରିବେ, ସେଟା ହଉଛି ରିଫାଇନ ତେଲ କହନ୍ତି। ରିଫାଇନ ଆଉ ପୁନର୍ବାର ସେଟା ପାଇନ ତେଲକୁ ରିଫାଇନ କରାଯାଉଛି। ସୋ ସେମ୍ ଥିଙ୍ଗ ଦ ଖ୍ରୀଷ୍ଟିଆନିଟି, ପ୍ରଭୁଙ୍କର ଲୋକମାନଙ୍କୁ ଆଉ ରିଫାଇନ କରିବାକୁ ପଡୁଛି। ଏଟା ରିଫାଇନ କରିବାକୁ ପଡୁଛି। ସେଇଥିପାଇଁ କିଏ ରିଫାଇନ କରୁଥିଲା, ରିଫର୍ମ କରୁଥିଲା? ଯୋସିଆ ରିଫର୍ମ କରୁଥିଲା। ଦେଖନ୍ତୁ, ଆମ୍ଭେମାନେ ହିଷ୍ଟ୍ରିରେ ଅଛୁ, ହେଲେ ଇତିହାସ ବୋଲିକି ଆଡ଼କୁ ଆସନ୍। ଆମ୍ଭମାନଙ୍କର ଖ୍ରୀଷ୍ଟିଆନିଟି ମଧ୍ୟ କିଏ ରିଫର୍ମ କରୁଥିଲା? ମାର୍ଟିନ ଲୁଥର, ଜନ୍ କାଲଭିନ, ଏମାନେ ରିଫର୍ମ କଲେ। କେମିତି ରିଫର୍ମ କଲେ? ପୂର୍ବ କାଳରେ ଖ୍ରୀଷ୍ଟିଆନିଟି ଗୋଟେ ଥିଲା, ମାନେ ଜାକୋବାଇଟ, ତାପରେ ରୋମାନ କାଥଲିକ ଏମିତି ଥିଲା। ପରେ କାହିଁକି ବାପ୍ଟିଷ୍ଟ ଏବଂ ବିଭିନ୍ନ ପ୍ରକାର ଖ୍ରୀଷ୍ଟିଆନ ଆସିଲା, ମାନେ ସେମାନଙ୍କର ଗୋଟେ ବିଶ୍ୱାସ ଥିଲା ସେ ସମୟରେ ଯୀଶୁଙ୍କର ରକ୍ତ ଯୀଶୁଙ୍କର ମାଂସରେ ଥିଲା, ଅଲଗା ଅଲଗା ହେଇନଥିଲା ବୋଲି ସେମାନଙ୍କର ଗୋଟେ ପ୍ରଭୁ ଭୋଜ ନେଉଥିଲେ। ମାନେ ରୁଟି ସହିତ ଦ୍ରାକ୍ଷା ରସରେ ବୁଡେଇକି ସେମାନେ ପ୍ରଭୁ ଭୋଜ ନେଉଥିଲେ। ତେଣୁକରି ସେଟା ସେମାନଙ୍କୁ ଗୋଟେ ସେଟା ହଉଛି ରୋମାନ କାଥଲିକ ମାନଙ୍କ ଠାରେ ଅଛି ଏବଂ ଜାକୋବାଇଟ ମାନଙ୍କ ଠାରେ ଅଛି। ଆଉ
ଲୁଥରାନ ଚର୍ଚ୍ଚରେ ଅଛି। ଏଇଟା ହଉଛି ଲୁଥରାନ ଖ୍ରୀଷ୍ଟିଆନ ମାନଙ୍କ ଠାରେ ଅଛି। କାନି ଯିଶୁ ନାଜେଲୁଲି ମି냐ମନ ଡାକୁଲେ ତିନାସନାଲେନ ରୁଟିନ ଦ୍ରାକ୍ଷା ଡାଲିଙ୍ଗନ ତୁବୁଲେ ଆଜୁମତର ଗାମରେ ସେମାନଙ୍କର ଗୋଟେ ଆଇଡିଆ କନସେପ୍ଟ ଥିଲା। କିନ୍ତୁ ମାର୍ଟିନ ଲୁଥର କଣ କହିଲା ନା ଯୀଶୁଙ୍କର ରକ୍ତ ଅଲଗା, ଯୀଶୁଙ୍କର ମାଂସ ଅଲଗା। ତେଣୁକରି ସେ ଖ୍ରୀଷ୍ଟିଆନିଟିକୁ କଣ କଲା ରିଫର୍ମ କଲା। ରିଫର୍ମ କରିକି ଯୀଶୁଙ୍କର ରକ୍ତ ଅଲଗା ଥିଲା ଏବଂ ଯୀଶୁଙ୍କର ମାଂସ ଅଲଗା ଥିଲା ବୋଲି ପ୍ରଭୁ ପୂଜ ସମୟରେ ମାଂସର ଅର୍ଥ ରୁଟି ଅଲଗା ଦିଆଯାଉଛି ଏବଂ ଦ୍ରାକ୍ଷା ରସ ତାର ରକ୍ତ ଅଲଗା ଥିଲା ବୋଲି ଦ୍ରାକ୍ଷା ରସ ମଧ୍ୟ ଅଲଗା ଦିଆଯାଉଛି, ମିଶେଇକି ଦିଆଯାଉଛି। Why? Because that was separated ଥିଲା ବୋଲି। ସେଇଥିପାଇଁ ତାପରେ କଣ ମାର୍ଟିନ ଲୁଥର ଯେତେବେଳେ ସେ କଣ ରିଫର୍ମ କଲା, ଖ୍ରୀଷ୍ଟିଆନିଟିକୁ ରିଫର୍ମ କଲା, ସେଠୁ ଆମ୍ଭମାନଙ୍କର ଖ୍ରୀଷ୍ଟିଆନିଟି କଣ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ ବୋଲି କଣ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ ବାପ୍ଟିଷ୍ଟ ଖ୍ରୀଷ୍ଟିଆନ ପ୍ରୋଟେଷ୍ଟାଣ୍ଟର ଲିଷ୍ଟରେ ଅଛି ହେଲା। ପ୍ରୋଟେଷ୍ଟାଣ୍ଟର ଲିଷ୍ଟରେ ଅଛି ଯୋଉଟା କି ବାପ୍ଟିଷ୍ଟ, ପେଣ୍ଟିକଷ୍ଟ ଆଉ ବ୍ରଦରେନ, ମେନୋନାଇଟ ଏମାନେ ଗୋଟେ ପ୍ରୋଟେଷ୍ଟାଣ୍ଟ ଭିତରେ ଅଛି। ପ୍ରୋଟେଷ୍ଟାଣ୍ଟ ଅଲଗା, ରିନାଇସେନ୍ସ ଅଲଗା। ରିନାଇସେନ୍ସ ମାନେ ଯୋଉଟା କି ରୋମାନ କାଥଲିକ, ଜାକୋବାଇଟ, ଲୁଥରାନ। ଆପଣମାନଙ୍କର ଅଣ୍ଡରଷ୍ଟାଣ୍ଡିଂ ନିମନ୍ତେ ଏଇଟା ମୁଁ କହୁଛି ହେଲା। So why? Because here Josiah was reformed the Judah. ଯେତେବେଳେ ସେ ରିଫର୍ମ କଲା, କଣ କଲା ତାଙ୍କର କେମିତି ପ୍ରଭୁଙ୍କୁ ସେବା କରିବାର ଅଛି, କେମିତି ପ୍ରଭୁଙ୍କଠାରେ ରହିବାର ଅଛି, କେମିତି ଆମେମାନେ ପ୍ରଭୁଙ୍କଠାରେ ମିଶିବାର ଅଛି। So he wanted to make the changes. ସେ ଗୋଟେ ଚେଞ୍ଜ କରିବା ପାଇଁ କଣ କଲା ଗୋଟେ ରିଫର୍ମ କଲା, ରିଲିଜିୟନକୁ ରିଫର୍ମ କଲା। ଓକେ, during the Israel the book of the law କଣ ଗୋଟେ ବୁକ୍ ଅଫ ଲ ଗୋଟେ ଅଣା ହେଲା। ବୁକ୍ ଅଫ ଲ ର ଅର୍ଥ କଣ ଗୋଟେ ନିୟମ, ନାଇଁ କି ଗୋଟେ ନିୟମ, ତାର ଗୋଟେ କେତେଟା ବିଷୟ ଲେଖା ଯାଇଛି ହେଲା କି was rediscover probably the book of Deuteronomy। সেটা হচ্ছে ডিট্রোনমি ମୋର ଅର୍ଥ କଣ ଦ୍ୱିତୀୟ ବିବରଣ। ଓକେ, ଦ୍ୱିତୀୟ ବିବରଣ ସେଇ ବୁକ୍, ସେଇ ପୁସ୍ତକ ସେଠି ଅଣାଗଲା। କେତେକ ଲୋକମାନେ ଭାବୁଛନ୍ତି କାଲି ନା ପ୍ରତିଦିନ ଗୋଟେ ଭଉଣୀ ମତେ ପଚାରୁଥିଲା କଣ ବୋଲି ପଚାରୁଥିଲା ମାନେ ସାର୍ ଆମେ ତ ଖ୍ରୀଷ୍ଟିଆନ, ଆମେ କଣ ଲିପଷ୍ଟିକ ଏବଂ ନେଲ ପଲିଶ ଲଗେଇ ପାରିବା କି? ବାଇବଲରେ କଣ ଏ ବିଷୟ ଲେଖା ଯାଇଛି? Then I was shocked, the great question। ମାନେ ଗୋଟେ ଲିପଷ୍ଟିକ ଏବଂ ନେଲ ପଲିଶ ବିଷୟରେ ମତେ ପ୍ରଶ୍ନ କରାଗଲା, ମାନେ ବାଇବଲରେ କଣ ଏଲାଉଡ କରୁଛି କି? ବଟ୍ ଆଇ ସେଡ୍ ଦ ଆନ୍ସର, ମୁଁ ଆନ୍ସର ତାକୁ କଣ କହିଲି ମାନେ ନେଲ ପଲିଶ ଏବଂ ଲିପଷ୍ଟିକ ଲଗେଇବା ଡାଇରେକ୍ଟ ତ ଲେଖାଯାଇନି, କିନ୍ତୁ ଇନଡାଇରେକ୍ଟରେ ଲେଖାଯାଇଛି ବୋଲି ମୁଁ ତାକୁ ଜଣାଇ। ଇନଡାଇରେକ୍ଟର ଅର୍ଥ କଣ ଆପଣ ମାନେ ପଠନ କରନ୍ତୁ। ପିତର ପୁସ୍ତକ କଣ ଲେଖାଯାଇଛି? ପିତର ପୁସ୍ତକରେ ପ୍ରଥମ ପିତର ବାର କରନ୍ତୁ, 3 ଅଧ୍ୟାୟ 3 ରୁ 4 ପର୍ଯ୍ୟନ୍ତ ପଠନ। ଏଇଟା ହଉଛି ଭଉଣୀ ମାନଙ୍କ ବିଷୟ ମୁଁ କହୁଛି, କାହିଁକି ନା ନେଲ ପଲିଶ ଏବଂ ଲିପଷ୍ଟିକ ବିଷୟରେ କଣ ଲେଖାଯାଇଛି ପଠନ କରନ୍ତୁ। 1 ଭିତରେ 3 ରୁ 4 ସାର୍। ପ୍ରଥମ ପିତର 3 ଅଧ୍ୟାୟ 3 ରୁ 4 ପଠନ। ପୁଣି କେଶବେଶ, ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟଭୂଷଣ ତାହା ତୁମଙ୍କର ଭୂଷଣ ନ ହୁଏ, ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମମାନଙ୍କ ଅକ୍ଷୟ ଭୂଷଣ ହେଉ। ତାର ଅର୍ଥ লিপস্টিক, নেল পলিশ এলাউড କରାଯାଏ। ଏତିକି ଏଇ ଶବ୍ଦରୁ ଆମେମାନେ ଜାଣିପାରୁଛୁ ଯେ লিপস্টিক ଏବଂ ନେଲ ପଲିଶ ଲଗେଇବା ମନା। ଓକେ, ଯୋଉଟା କି ଆମେମାନେ ପରମେଶ୍ୱର ଦେଇଛନ୍ତି ସେଇଟା ହିଁ। ଆଉ ତିମୋଥୀ ପୁସ୍ତକରେ ମଧ୍ୟ ଲେଖାଯାଇଛି, ତିମୋଥୀ ପୁସ୍ତକରେ ମଧ୍ୟ ପ୍ରଥମ ତିମୋଥୀ ପଠନ କରନ୍ତୁ 2 ଅଧ୍ୟାୟ 9 ରୁ 10 କଣ ଲେଖାଯାଇଛି? ପ୍ରଥମ ତିମୋଥୀ 2 ଅଧ୍ୟାୟ
9 ରୁ 10 ପଠନ କରିବା। ପଠନ କରନ୍ତୁ। ସେ ପ୍ରକାର ମଧ୍ୟ ସ୍ତ୍ରୀମାନେ କେଶ ବିନ୍ୟାସ ଏବଂ କି ମୁକ୍ତା କିମ୍ବା ଓ ସୁବୁଦ୍ଧି ସହକାରେ ପରିମାନଙ୍କୁ ଉପଯୋଗୀ ସତ୍କର୍ମ ରୂପ ଭୂଷଣରେ ଆପଣ ଆପଣାକୁ ଭୂଷିତା କରନ୍ତୁ। ଆପଣ ଆପଣାକୁ ଭୂଷିତା କରନ୍ତୁ ତାର ଅର୍ଥ ଆଉ ଏଇ ଶବ୍ଦ ଏଇ ବେର୍ସ ଦ୍ୱାରା ଆମେ ମାନେ ପଠନ କଲେ ତାର ଅର୍ଥ କଣ? ଏଇ ସବୁ ମନା ନାଇଁ କି? ଏଇ ସବୁ ମନା। ଆଉ ଏଠି ଦେଖନ୍ତୁ ସୁନା ଅଳଙ୍କାର ପିନ୍ଧିବା 9 ପଦରେ ଲେଖା ଯାଇଛି କଣ? ସେଇ ପ୍ରକାରରେ ମଧ୍ୟ ସ୍ତ୍ରୀ ମାନେ କେଶ ବିନ୍ୟାସ ଏବଂ ସୁବର୍ଣ୍ଣ କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ସୁବୁଦ୍ଧି ସହକାରେ ପରିପାଠି ପରିବର୍ତ୍ତନ ପିନ୍ଧ। ଦେଖନ୍ତୁ ଅନେକ ସ୍ତ୍ରୀ ମାନେ ଅଛନ୍ତି, ଅନେକ ଭଉଣୀ ମାନେ ଅଛନ୍ତି, ସେମାନେ କଣ ସୁନା ଅଳଙ୍କାର ମୁକ୍ତା ସବୁ ପିନ୍ଧିବା ପାଇଁ ପସନ୍ଦ କରନ୍ତି। ସେଇଥିପାଇଁ ଏଠି ସ୍ପଷ୍ଟ ଭାବରେ ବାଇବଲରେ ଲେଖାଯାଇଛି କଣ? ଭୂଷିତ ନ କରି। ଦେଖନ୍ତୁ ତାର ଅର୍ଥ ଏସବୁ ଏଲାଉଡ ନାହିଁ। ଏସବୁ ଏଲାଉଡ ନାହିଁ। ଆମ୍ଭେମାନେ କାହିଁକି ନା ଏ ବିଷୟ ମୁଁ କହିବା ପାଇଁ ଇଚ୍ଛା କଲି। ଜଷ୍ଟ ରିସେଣ୍ଟଲି ଡେ ବିଫୋର ୟେଷ୍ଟରଡେ ମାନେ କାଲି ନାହିଁ ପରଦିନ ମତେ ଗୋଟେ ଭଉଣୀ ପ୍ରଶ୍ନ କରୁଥିଲା ନେଲ୍ ପଲିଶ ଏବଂ ଲିପଷ୍ଟିକ ଲଗେଇବା ଉଚିତ କି ଖ୍ରୀଷ୍ଟିଆନ ଭଉଣୀ ଭାଇ ମାନେ ଭଉଣୀ ମାନଙ୍କୁ। Then that's what I gave this reference. এই রেফারেন্স ମୁଁ ତାକୁ ডাইরেক্টলি লেখা যায়নি কিন্তু ইনডাইরেক্টলি লেখা। So that means we are not allowed. Okay. So ଏତିକି ବିଷୟରେ ଆମେ ମାନେ ବୁଝି ପାରୁଛୁ। Then after the Manasseh came Ammon, then Josiah, then after that the law ମାନେ ଦ୍ୱିତୀୟ ବିବରଣ ପୁସ୍ତକକୁ ସେ ଅଣାଗଲା ଏବଂ ଚେଞ୍ଜ ଦ ରିଲିଜିୟନ ମେଥଡ କେମିତି ପ୍ରଭୁଙ୍କୁ ସେବା କରିବାର ଅଛି କେମିତି କଣ କରିବାର ଅଛି ସବୁ ସେଠି ଅଣାଗଲା ଏବଂ Josiah made a law and worship the Lord, how to worship the Lord କେମିତି worship କରିବାକୁ ପଡିବ। ତାପରେ ଆଲ୍ଟର ମଧ୍ୟ ଅଣାଗଲା। ଆଲ୍ଟର ମାନେ କଣ ତାମ୍ବୁସରେ ଦେଲେ ତ ସେଇଠି ଆମେ ଯାଇକି ମାନେ କଣ ସେଲିବ୍ରେସନ ଅଫ ପାସ୍ ଓଭର କରିବାକୁ ପଡିବ ବୋଲି ସେମାନଙ୍କର ଗୋଟେ ରୁଲ ଆଣ୍ଡ ରେଗୁଲେସନ ରଖାଯାଇଥିଲା। ଓକେ, ନେକ୍ସଟ କ୍ଲାସରେ ଆମେ ମାନେ ଦେଖିବା ଜେରିମିୟାଙ୍କ ବିଷୟରେ। ବର୍ତ୍ତମାନ ଜିସାଙ୍କ ବିଷୟରେ କମ୍ପ୍ଲିଟ କଲୁ। ନେକ୍ସଟ କ୍ଲାସରେ ଆମେ ମାନେ ଜେରିମିୟାଙ୍କ ବିଷୟରେ ଆମେ ମାନେ ଡିସ୍କସ୍ କରିବା। ଓକେ, ସୋ ଦ୍ୟାଟ୍ସ ହ୍ୱାଟ ଆମେ ମାନେ ଏଠାରେ ରଖିଦଉଛୁ। ଦେନ୍